ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ତ ଡଙ୍ଗା ଛଡ଼ା ପୂର୍ଣ୍ଣମୀ। ଡଙ୍ଗା ଆମେ ଛାଡ଼ିକି ଆସିଲୁ। ବର୍ତ୍ତମାନ ସେ ଭାଉଜ ନାହାନ୍ତି। ଭାଉଜ କହିଥିଲେ ମାମାକୁ ଚଉରା ପାଖରେ ଚିତା ପକେଇବାକୁ। ତେଣୁକରି ମାମା ସବୁ ଚିତା ପକଉଛି। ତାପରେ ଯିବୁ। ଘର ଆଡ଼େ ଟିକେ ଯିବାର ଅଛି। ଗଲେ ସେଠି ଆମର ଗାଦି ବନାପୁଣ୍ଡା ପୀଠରେ କ୍ଷୀରି ପ୍ରତ୍ୟେକ ବର୍ଷ ସକାଳୁ ହୁଏ। ଯେଉଁମାନେ ଯାଆନ୍ତି ବୁଲିବା ପାଇଁ କ୍ଷୀରି ସବୁ ଖାଇକି ଆସନ୍ତି। ମୁଁ ଭାବୁଛି ଟିକେ ଯିବି। ଆଉ ଜଗନ୍ନାଥ ଧାମ ପୁରୀ ଯାଇଥିଲେ ବାପା ବୁଲିବା ପାଇଁ। ଭୋଗ ଆଣିଥିବେ, ଯଦି ଆଣି ତ ଥିବେ ଭୋଗ, ଭୋଗ ଟିକେ ପାଇବି। ଆଉ ଟିକେ ଭୋଗ ନେଇକି ଆସିବି, ଦେଖା ହେଇକି ଆସିବି। ଆଉ ଆମର କ୍ଷୀରି ଟିକେ ପ୍ରସାଦ ସେବନ କରି ପୁଣି ଆସିକି ଦୋକାନ ଖୋଲା ହେବ। ମୁଁ ଏଠି ପହଞ୍ଚିକି ଆପଣଙ୍କୁ ଇଏ କରୁଛି, ଦେଖଉଛି କ'ଣ କ୍ଷୀରି ହେଇଛି, କେମିତି କ'ଣ ହେଇଛି ଦେଖଉଛି। ଜୟ ଜଗନ୍ନାଥ ସାଙ୍ଗମାନେ। ବର୍ତ୍ତମାନ ଡଙ୍ଗା ଛଡ଼ା ହେଉଛି। ମାମା ଏଠି ଦେଖନ୍ତୁ ଛାଡ଼ୁଛି ଡଙ୍ଗା। ଆମେ ପୁରା ପଳେଇ ଆସିଛୁ କୋଳଥପିଟା ସାହେବନଗର। ଏଇ ଜଗୁଲ ଦାଦାର ଗାଁକୁ ଏଇପଟେ ଘରକୁ ଯିବି ତ, ଇଆଡ଼େ ପଳେଇ ଆସିବି। ଡଙ୍ଗାଟା ଛାଡ଼ି ଦେଇକି ଯିବି। ଆଉ ମାମା ଗୋଟେ ଡଙ୍ଗା ଛାଡ଼ିଦେଲା, ପୁଣି ମୋ ଡଙ୍ଗାଟା ଛାଡ଼ୁଛି। ବହୁତ ଡଙ୍ଗା ଛଡ଼ା ହେଇଛି ଇଆଡ଼େ, ସବୁ ଡଙ୍ଗା ଛାଡ଼ିଛନ୍ତି ସକାଳୁ ଉଠିକି। ଜଗନ୍ନାଥ ସାଙ୍ଗମାନେ, ବର୍ତ୍ତମାନ ଗାଁକୁ ପଳେଇ ଆସିଲି। ଆଉ ଗାଁରେ ଏଠି ଠାକୁରଙ୍କ ପାଖରେ ଆମର ଗାଦି, ବନାପଣ୍ଡା ଗାଦି, ବ୍ରହ୍ମପୀଠ ଏଇଠି ପ୍ରଭୁଙ୍କର। ଏ ସକାଳୁ ସଂକୀର୍ତ୍ତନ ହେଉଛି, ଏଠି ସବୁ ହୁଏ। ଇନ୍ଦ୍ର ଯେ ଥିଲା ଘୋର ରଣେ, ଆବୋଧିଥିଲେ ଯେ ଦାନବ, ଏ ମନ୍ତ ସମୟ ବାସବ। ବାହାର ହେଲେ ଦିବ୍ୟରତେ, ରବି ଦେଶରେ ନୀତି ଅନ୍ତେ। ଆଉ ଅସୁର ବାଣୀ ଦେବେ ଦୁଃଖୀ, ସମ୍ଭ୍ରମେ ତାହା ଦେଖି ବେଗେ ଧାଇଁଲେ ଜନମତି। ବଜ୍ର ଉତ୍ତାଇ ଘୋର ନାଦେ, ଧାର ବଜ୍ରାଘାତେ। ଘରଟା ହେଇନି, ଘରଟା ଧୀରେ ଧୀରେ ଚାଲିଛି। ଭଗବାନଙ୍କ ଯଦି ବରାଦ, ଘରଟା ବି ହେଇଯିବ। ସେପଟେ ଆମର କ୍ଷୀରି ପ୍ରସ୍ତୁତ ହେଇଛି। ଯେଉଁ ଭକ୍ତମାନେ ଆସନ୍ତି ସେମାନେ ସେଠି କ୍ଷୀରି ଖାଇକି ଯାଆନ୍ତି। ବହୁତ ବଢ଼ିଆ ଭାବରେ କାମ ହେଇଛି। ଏପଟ ସବୁ ସିମେଣ୍ଟ ହେଇଯାଇଛି, ଏପଟ ସିମେଣ୍ଟ ସିଆଡ଼େ ଯାଇଛି। ଜୟ ଜଗନ୍ନାଥ ସାଙ୍ଗମାନେ। ବର୍ତ୍ତମାନ ଆମେ ଆଖଣ୍ଡଳେଶ୍ୱର ମନ୍ଦିରକୁ ପଳେଇ ଆସିଲୁ। ଏଠି ପୁରା ପ୍ରବଳ ଭିଡ଼। ଭିଡ଼ ଭିତରେ ଲୋକ ଆସୁଛନ୍ତି, ମହାରାଜ 1000-2000 ଲୋକ। ସେପଟେ ମନ୍ଦିର, ଆଉ ଦେଖନ୍ତୁ ଦହିବରା, ଆଇସ୍କ୍ରିମ୍ ସବୁ ଚାଲିଛି। ଲୋକ ସବୁ ଏପଟୁ ଆସୁଛନ୍ତି। ଏଇଠି ଗୋଟେ ବଡ଼ ଗାଡ଼ିଆଟେ ଅଛି। ଏପଟେ ମନ୍ଦିରଟା। ମାମା ଯାଇଛି ଧୂପ ଦେବାକୁ। ଧୂପ ଦେଇକି ଆସିଲେ ଇଏ କରିବ।
ଏପଟେ ରୋଶନ ଦେଇର ରବୀନର ଗୋଟେ ପୂଜା ଦୋକାନ କରୁଛନ୍ତି। ଆମେ ତ ଯାଇଛି ମନ୍ଦିରକୁ ଦେଇକି ଆସୁଛି। ଆଉ ଥରେ ଫାଙ୍କା ବେଳେ କେତେବେଳେ ମୁଁ ଆପଣମାନଙ୍କୁ ଦେଖେଇବି ମନ୍ଦିର ଚାରିପଟେ ବୁଲେଇକି। ଏତେ ଗହଳି ଅଛି। ନମସ୍କାର ସାଙ୍ଗମାନେ, ପୁଣି ଆମେ ଆସିକି ପହଞ୍ଚିଲୁ ଆମର ଶିଶୁ ଅନନ୍ତଙ୍କ ପୀଠରେ। ଆଜି ଟିକେ ସକାଳୁ ସକାଳୁ ପ୍ରଥମେ ଡଙ୍ଗା ଛାଡ଼ିଲୁ। ଚଉରାରେ ଭାଉଜ ନଥିଲେ, ମାମା ସେଠି ଚିତା ପକେଇଲା। ତାପରେ ଗଲୁ ହାରି ଆଖଣ୍ଡଳେଶ୍ୱର ମନ୍ଦିର, ବନା ପଣ୍ଡା ପୀଠ। ବାପା ଯାଇଥିଲେ ଖାଲି ପୁରୀରୁ ଭୋଗରାଗ ଆଣିଥିଲେ। ଆଉ ସେଠି ଟିକେ ଗଲୁ, ବାପା ବୋଉଙ୍କ ସାଙ୍ଗେ ଟିକେ ଦେଖା ହେଲୁ। ଆଉ ବନା ପଣ୍ଡା ପୀଠ ଟିକେ ଖୁଡ଼ି ଦାଦା ହେରିକା ଟିକେ ଦେଖା ହେଇଗଲେ। ସେଠୁ ଘରୁ ବୁଲାବୁଲି କରି ବର୍ତ୍ତମାନ ଏଇପଟେ ଯିବୁ ତ ବାଲିପାଟଣା। ଏଠି ହେଉଛି ସିଦ୍ଧପୀଠ, ପଞ୍ଚସଖାଙ୍କର ସିଦ୍ଧପୀଠ। ଏଠି ଶିଶୁ ଅନନ୍ତ ଜନ୍ମସ୍ଥାନ। ମାଳିକା ଯେଉଁ ଲେଖିଥିଲେ ଶିଶୁ ଅନନ୍ତ ମଧ୍ୟରୁ ଅନ୍ୟତମ ଜଗନ୍ନାଥ ଦାସ, ବଳରାମ ଦାସ, ଯଶୋବନ୍ତ ଦାସ, ଶିଶୁ ଅନନ୍ତ ଦାସ, ଏଇଭଳି 5 ଜଣ ଯେଉଁ ଯୁଗଦ୍ରଷ୍ଟା ମାଳିକାର ରଚୟିତା, ତାଙ୍କରି ପୀଠ, ଧର୍ମପୀଠ। ଆମେ ଟିକେ ଏଇଠି ଆସି ପହଞ୍ଚିଗଲେ ପ୍ରଭୁଙ୍କର କରୁଣା ଲାଭ ହୋଇଥାଏ। ବହୁତ ବି ଏଠିକି ଆସିଛନ୍ତି ଶ୍ରଦ୍ଧାଳୁମାନେ। ଏଠି ଆସି ବୁଲାବୁଲି କରି ଯାଉଛନ୍ତି। ଏଠି ବି ଭୋଜିର ଆୟୋଜନ ହେଇଛି। ଶିଶୁ ଅନନ୍ତଙ୍କ ପରିସର। ହଁ, ଭୋଗ ପାଇଲୁ। ବାବାଜୀ ବାବା ଏଠି ଭୋଗ ସମସ୍ତଙ୍କୁ ଦାନ କରୁଛନ୍ତି। ହଁ, ଘର ଏଇଠି ପାଖରେ। ଆମ ଘରଟା ଏଇ ପ୍ରତାପପୁର ଆଣ୍ଠୁ। ଆଉ ଆମେ ହଁ, ଫଟୋ ଆସୁଛି ନା। ଫଟୋ ଆସୁଛି। ଇଟା ଫ୍ୟାକ୍ଟ୍ରି କରିଛନ୍ତି ତ। ଏଠି ଠାକୁରଙ୍କର ଇଏଟା। ଆଉ ସେପଟେ ବହୁତ ବଡ଼ ଜାଗାରେ କିଛି କମ୍ ନାହିଁ। ସେପଟେ ଆମର ଠାକୁରଙ୍କର ସମାଧି ପୀଠଟା ଅଛି। ମୁଁ ଆଉ ଥରେ ଆସିଲେ ମଧ୍ୟ ଆପଣଙ୍କୁ ଦେଖେଇବି। ଆଉ ଏପଟେ ଠାକୁରଙ୍କର ଘର ଅଛି, ଯିଏ ରେଷ୍ଟ ନେଇପାରିବେ, ରହିପାରିବେ। ସେପଟେ ସମାଧି ପୀଠ ଅଛି। ଆପଣମାନେ ଆସନ୍ତି, ଚାହିଁବେ ଆସିବାକୁ, ଶାନ୍ତି ପୀଠ। ଆପଣମାନେ ଏଠି ଆସି ଠାକୁରଙ୍କ ଜ୍ଞାନ ଚର୍ଚ୍ଚା କରିପାରିବେ, ବୁଲିକି ଯାଇପାରିବେ।